କହୁଥିଲୁ ମତେ କହ। କହୁଛି ନା କହିବିନି ବୋଲି। ମତେ କାଇଁ କହିବୁନି? ଏତେ ବଡ଼ ଖୁସି ଖବରଟା ଦେବି କଣ ମାଗଣା? କେତେ ଟଙ୍କା ମାନେ କଣ ଫୋନ ପେ କର? ଏତେ ବଡ଼ ପିଲାଟା ଅଛି ବୁଝିପାରିଲେ ମତେ ପଚାରୁଛ କେତେ ଟଙ୍କା ଦେବି କହିଲ? ତାହେଲେ କଣ କହୁନୁ ଠିକ ସେ? ଏଇ ଗୋଟେ କଥା ଏତେ ବୁଲେଇ ବୁଲେଇ କହୁଛୁ। ଏଇ ଦିଲ୍ଲୀ କଣ ହେଇଛି? ମତେ ଲାଜ ଲାଗୁଛି ମୁଁ କହିବି। ଆରେ ମୋ ଆଗରେ କିଏ ଲାଜ? ଏଇ କଣ ହେଇଛି? ଏପଟ ସେପଟ ହଉଛି କେତେ କହୁନୁ ସେ କଣ ହେଇଛି? ଶୁଣିବ ଶୁଣିବ ତ କହୁନୁ କହିଲି ଜାଣି। ତମେ ବାପା ହବାକୁ ଯାଉଛ। କଣ? ମୁଁ ବାପା ହବାକୁ ଯାଉଛି? ଆଉ ତୁ ମାମା? ଏ ସଦା ତୁ ଟୁନି ଜନ୍ମ କୋଳରେ ଖାଇ ପଡ଼ି ଯାଇଛର କାହାଣୀ ଶୁଣେଇବୁ। ଏଇ କଣ ହେଇଛି? କଣ ତ ଆଖିରେ ଲୁହ? ତମକୁ ତମ ପରିବାର ପାଖରୁ ଅଲଗା କରିଦେଇଛି। ମୋ ବାପା ମାଙ୍କ ସ୍ନେହ ମମତାର ବଞ୍ଚିତ ରଖିଛି। ବେଳେବେଳେ ତ ମନର କଷ୍ଟକୁ ଦେଖିଲେ ମୁଁ ଠିକ ଅନୁଭବ କରିପାରେ। କଣ କହୁଛୁ? ମୁଁ କିଛି ଯାହା କହୁଛି ଠିକ କହୁଛି। ମୋ ଭାଇ ତମେ ସହରରେ ପ୍ରାଇଭେଟ କମ୍ପାନୀରେ କାମ କରୁଛ, ଦିନ ରାତି ମେହନତ କରୁଛ। ସତରେ ସ୍ୱର ତ ମଣିଷ ନୁହଁ, ତ ମୋ ପାଇଁ ସାକ୍ଷାତ ଈଶ୍ୱର। ନୂଆ ନୂଆ ସଂସାର ଗଢ଼ିବାକୁ ହେଲେ କଷ୍ଟ କରିବାକୁ ପଡ଼େ। ତୁ ସେସବୁ କଥା ହେଲା ଟିକେ ହସିଦେ। ହସିଦେ ହସିଦେ। ଆପଣ ଭାଇ କଣ ଭୁଲ ଭାଲ ଆସୁ ଚମକି ପଡିଲା ନା କଣ? ଆମେ ତ ତମ ବସାକୁ ଖୋଜି ଖୋଜି ପାଇଲିନି। ଏଠି ଚାଇଲ ମୋ ନାଁ ହଉଛି ଶାବଳ। ଏମିତି ଜାଗାରେ ଶାବଳ ମାରିକି ବସିବି କେହି ବି ଜାଣିପାରିବେନି। ତୁ ଭଲ କରୁଛୁ କହିଲୁ। ଆମ ଘରେ ସମସ୍ତେ ଭଲ ଅଛନ୍ତି ତ? ଆରେ ତୁ କଣ ପଚାରୁଛୁ ପରା? ଆମ ଘରେ ସମସ୍ତେ ଭଲ ଅଛନ୍ତି। ତମେ ମାନେ ଘର ଛାଡି ଆସିବ ପରେ ସିଦ୍ଧାର୍ଥ ଭାଇ ତା ନିଜ ଇଚ୍ଛାରେ ବାହାରି ପଡିଛି। ଆଉ ସେଇଦିନ ଠାରୁ ଘର ଖାଲି ଉଠୁଛି ପଡୁଛି। ମଉସାଙ୍କର ମନର ଅବସ୍ଥା ବି ଭଲ ନାହିଁ। ହଉ ଦିଦି ଛାଡ ସେ କଥା ଛାଡ। ଦିଦି କାଲି ହଉଛି ସାବିତ୍ରୀ ଓଷା। ତୋ ପାଇଁ ମୁଁ ଫଳ ମୂଳ ଲୁଗାପଟା ସବୁ ନେଇ ଆସିଛି। ତୁ ଯାହା ଆଣିଛୁ ମୁଁ ସବୁ ପିନ୍ଧିବି। ତୁ ଏତେ ବାଟରେ ଆସିଛୁ, ଆଗେ ଖାଇବୁ ଚାଲ, ତାପରେ ଆମେ ଭାଇ ଭଉଣୀ କଥାବାର୍ତ୍ତା ହେବା। ଚାଲ। ଜମା ନୁହଁ, ମୁଁ ମାମୁନ ହବା ଯାଏ ତୋ ଘରେ ପାଣି ବି ଛୁଇଁବିନି। ଏ ସାବ ତୁ ମାମୁଁ ହବାକୁ ଯାଉଛୁ? କଣ ହେଲା? ମୁଁ ମାମୁଁ ହେବି। ଏବେ ଫୁର୍ରେ ମୁଁ ମାମୁଁ ହେବି, ମାମୁଁ ହେବି। ମୁଁ ମାମୁଁ ହେବି, ମାମୁଁ ହେବି। ଆଉ ଦିଦି ମୋର ଜାଣି କେତେ କାମ ଅଛି ମୁଁ ଆସୁଛି। ଆରେ ଖାଇକି ଯିବୁ ଦେଖୁନୁ। ଦିଦି ଦିନ ରାତି କାମ କରି ମୁଁ ଏ ଟଙ୍କା 5,000 ରଖିଛି। ତୁ ତ ବହୁତ ଅସୁବିଧାରେ ଅଛୁ। ନେ ଏ ଟଙ୍କା 5,000 ରଖିଥା। ଆରେ ପାଗଳ ମୁଁ ଟଙ୍କା କଣ ହବ? ତୁ ନେ ଯା ଖର୍ଚ୍ଚ କରିବୁ। ମନା କରୁନା ଦିଦି, ତତେ ମୋ ନିୟମ ମନା କରୁନା। ଏ ଟଙ୍କା 5,000 ରଖିଥା, ଏଠି ରହିଲା। ଆରେ ଟଙ୍କା କଣ ହବ? ଆସୁଛି ଦିଦି, ଆସୁଛି ଭାଇ ଭାଇ। ଏଇଟା ମନୁଆଟା, ଯାହା ବୁଝିଥିବ ସେଇଆ କରିବ, କାହା କଥା କିଛି ବି ଶୁଣିବନି। ହ୍ୟାଲୋ ଆଜ୍ଞା ସାର୍। ଆଜ୍ଞା ମୁଁ ସାଙ୍ଗେ ସାଙ୍ଗେ ଯାଇକି ପହଞ୍ଚୁଛି। ଆଜ୍ଞା କିଏ ତ ଫୋନ କରିଥିଲେ? ବସ୍ ଫୋନ୍ କରିଥିଲେ। କିନ୍ତୁ କାହିଁକି? ମତେ ଏବେ ସାଙ୍ଗେ ସାଙ୍ଗେ ଯିବାକୁ ପଡ଼ିବ। ଦେଖ ବାହାରେ କେତେ ଜୋର ବର୍ଷା ଉଠେଇଛି। ଧୀରେ ଧୀରେ ସନ୍ଧ୍ୟା ବି ଲଇ ଆସିଲାଣି। ଏହି ସମୟରେ ବାହାରକୁ ଯିବା ଜମା ଠିକ କଥା ନୁହଁ। ତଥାପି ମତେ ଯିବାକୁ ପଡ଼ିବ। ଆସୁଛି ବାଏ। ଶୁଣ, ଆରେ ଛତାଟା ଧରିକି ଯାଅ। ଦେଖୁନ କେମିତି ଲୋକ। ଆରେ ଏଇ ତ ବର୍ଷା ବି ଆରମ୍ଭ ହେଇଗଲାଣି। ଆରେ ଠିକ ସମୟରେ ଲାଇନଟା ବି କଟିଗଲା। ମୁଁ କଣ କରିବି କିଛି ବୁଝିପାରୁନି। ମତେ ଭାରି ଡର ଲାଗୁଛି। ଭାରି ଭୟ ଲାଗୁଛି ମତେ। କଣ କରିବି? ଆରେ କିଏ କିଏ ସେଠି? ଆରେ ମୁଁ କହୁଛି ଡର ଯାଉଛ କଣ ପାଇଁ?
ସେଦିନ ମତେ ଶିଶୁପାଳ ହୋଇ ଫେରିବାକୁ ପଡ଼ିଥିଲା। ଏ ଶ୍ରଦ୍ଧା ପାଇଁ ଆଜି ମହାଭାରତର ପୁନଃଚ୍ଛେଦ ପଡ଼ିଲା। ପରେ ବାକି ରହିଲା ସେ ସୁରାଜ।